ବାଲ୍ୟକାଳରୁ ଶିବ ନିଜର ପିତାମାତାଙ୍କୁ ହରାଇଛି। ଜେଜେମା ତାକୁ ପାଳି ବଡ଼ କରିଛନ୍ତି। ଜେଜେମାଙ୍କର ଗେଲବସରର ହୋଇ ଶିବ ବହୁତ ଦୁଷ୍ଟ ହୋଇଯାଇଥାଏ। ପାଠଶାଳାରେ ସହପାଠୀଙ୍କୁ ପିଟାପିଟି କଲାରୁ ଶିକ୍ଷକ ପାଠଶାଳାରୁ ତାକୁ ବାହାର କରିଦେଲେ। ସେତିକିରେ ତାର ପାଠପଢ଼ା ବନ୍ଦ ହୋଇଗଲା, କିନ୍ତୁ ଦୁଷ୍ଟାମି ବନ୍ଦ ହେଲା ନାହିଁ। ବେଳକୁ ବେଳ ତାର ଅବାଧ୍ୟପଣ ବଢ଼ି ଚାଲିଲା। ଶିବର ଜେଜେମା ପ୍ରତିଦିନ ମଙ୍ଗରାଜପୁର ଗାଁର ମନ୍ଦିରର ବେଢ଼ା ପରିଷ୍କାର କରେ। ସେ ତାଙ୍କ କାନ୍ଧରେ ଗୋଟିଏ ବସ୍ତା ଝୁଲାଇଥାନ୍ତି। ଗ୍ରାମର ଦାଣ୍ଡରେ ଯେଉଁଠି ଯାହା ଅଳିଆ ପଡ଼ିଥାଏ ସେ ତାକୁ ଉଠେଇ ନିଜର ଅଖାରେ ଭର୍ତ୍ତି କରନ୍ତି, ଆଉ ଗାଁ ବାହାରେ ନେଇ ଫିଙ୍ଗି ଦିଅନ୍ତି। ଗ୍ରାମବାସୀମାନେ ତାଙ୍କର ରହିବା ପାଇଁ ଗାଁର ଗୋଟିଏ କୋଣରେ ଗୋଟିଏ କୁଡ଼ିଆ ଘରର ବ୍ୟବସ୍ଥା କରିଦେଇଥାନ୍ତି। ସେହି କୁଡ଼ିଆରେ ସେ ନିଜର ନାତିକୁ ଧରି ରୁହନ୍ତି। ସମୟ ମିଳିଲେ କନ୍ଥା ଆଉ ତକିଆ ସିଲେଇ କରନ୍ତି। ଶିବକୁ ପରିଶ୍ରମ କରିବାକୁ ଦିଅନ୍ତି ନାହିଁ। ଏହି କାରଣରୁ ଶିବ ଏକଦମ ଅଳସୁଆ ହୋଇଯାଇଥାଏ। ସବୁ ଲୋକ ତାକୁ ନିକମା ବେକାର ବୋଲି କହନ୍ତି। ଯିଏ ଏପରି କହେ ଶିବ ତା ସାଙ୍ଗରେ ଝଗଡ଼ା କରେ, ମାରପିଟ କରେ। ଏଭଳି ପରିସ୍ଥିତିରେ ଜେଜେମା ତାକୁ ବୁଝାନ୍ତି ଆଉ ଶାନ୍ତ ହେବାକୁ ପରାମର୍ଶ ଦିଅନ୍ତି। ଦିନେ ହଠାତ୍ ଜେଜେମାଙ୍କର ଦେହ ଖରାପ ହୋଇଗଲା। ସେ ଜାଣିଗଲେ ଯେ ତାଙ୍କର ଶେଷ ସମୟ ପାଖେଇ ଆସୁଛି। ସେ ତାଙ୍କର ନାତିକୁ ପାଖକୁ ଡାକି କହିଲେ, ଶିବ, ଲୋକମାନେ ତୋତେ ଅଳସୁଆ ଆଉ ନିକମା ବୋଲି କହୁଛନ୍ତି, ତୋର ମଜା ଉଡ଼ାଉଛନ୍ତି। ତୁ ସେମାନଙ୍କ ଉପରେ ରାଗିବୁନି କି ଝଗଡ଼ା କରିବୁନି। ଈଶ୍ୱର କିଛି ନା କିଛି ମତଲବ ରଖି ସବୁ କିଛି ତିଆରି କରିଛନ୍ତି। ଆଜି ଲୋକମାନେ ତୋତେ ଅଯୋଗ୍ୟ କହୁଛନ୍ତି, କାଲି ହୁଏତ ସେମାନେ ତୋତେ ଯୋଗ୍ୟ କହିବେ, ସମ୍ମାନ କରିବେ। ପ୍ରଭୁ ଶ୍ରୀରାମ ତୋର ସହାୟ ହେବେ। ଏତକ କହି ଜେଜେମା ଶେଷ ନିଶ୍ୱାସ ତ୍ୟାଗ କଲେ। ଜେଜେମାଙ୍କର ଦେହାନ୍ତ ପରେ ଲୋକମାନେ ତାକୁ ଆଗ ପରି ବେକାର, ଅଳସୁଆ, ଅଯୋଗ୍ୟ କହି ତିରସ୍କାର କଲେ। ଶିବ ସେମାନଙ୍କ ସହିତ ଆଉ ଝଗଡ଼ା କଲା ନାହିଁ। ସେ ସେହି ଗ୍ରାମ ଛାଡ଼ି ଚାଲିଯିବା ପାଇଁ ସ୍ଥିର କଲା। ସେ ଅନ୍ୟ କେଉଁ ସ୍ଥାନକୁ ଯାଇ ନିଜକୁ ଯୋଗ୍ୟ ପ୍ରମାଣିତ କରିବା ପାଇଁ ମନସ୍ଥ କଲା। କୁଡ଼ିଆର ଗୋଟିଏ କୋଣରେ ଗୋଟିଏ ବୋରା ଆଉ ଛୁଞ୍ଚି ଥିଲା। ଜେଜେମାର କଥା ତାର ମନେ ପଡ଼ିଲା। ଏ ସୃଷ୍ଟିରେ କିଛି ବେକାର ନୁହେଁ, କିଛି ଅପଦାର୍ଥ ନୁହେଁ। ସେ ଘରୁ ବାହାରିଗଲା ବେଳେ ସେଇ ବୋରା ଆଉ ଛୁଞ୍ଚି ସାଙ୍ଗରେ ନେଇଗଲା। ଜଙ୍ଗଲ ବାଟ ଦେଇ ସେ ଯାଉଥାଏ। କିଛି ଦୂର ଗଲା ପରେ ସେ ଗୋଟିଏ ବରଯାତ୍ରୀ ଦଳ ଯାଉଥିବାର ଦେଖିଲା। ସେ ବି ସେମାନଙ୍କ ସହିତ ଚାଲିବାକୁ ଲାଗିଲା। କିଛି ଦୂର ଗଲା ପରେ ସମ୍ମୁଖ ଦିଗରୁ ଆସୁଥିବା ଜଣେ ଯାତ୍ରୀ ବରଯାତ୍ରୀ ଦଳକୁ ସାବଧାନ କରିଦେଇ କହିଲା, ଶୁଭ କାମରେ ବାହାରିଛ, ଧନ ଓ ଗହଣା ବି କିଛି ପାଖରେ ଅଛି। ଏଇ ଜଙ୍ଗଲ ଭିତରୁ ଚଞ୍ଚଳ ବାହାରିଯାଅ। ଏଠାରେ ଡାକୁ ଦଳ ଅଛନ୍ତି, ସେମାନେ ଯେକୌଣସି ସମୟରେ ଆକ୍ରମଣ କରିପାରନ୍ତି। ଏହା ଶୁଣିବା ମାତ୍ରେ ବରଯାତ୍ରୀମାନେ ଭୟଭୀତ ହୋଇପଡ଼ିଲେ। ସେମାନେ ଦ୍ରୁତ ଗତିରେ ଯିବାକୁ ଲାଗିଲେ। କିଛି ସମୟ ପରେ ଘୋଡ଼ା ଟାପୁର ଆୱାଜ ଶୁଭିଲା। ସେମାନେ ଜାଣିପାରିଲେ ଯେ ଡାକୁ ଦଳ ସେହି ଦିଗରେ ଆସୁଛନ୍ତି। ସେମାନେ ଶିବକୁ ଦେଖିଲେ। ତା କାନ୍ଧରେ ସେହି ମଇଳା ଅଖା ବା ବୋରା ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ କହିଲେ, ସ୍ତ୍ରୀ ଲୋକମାନଙ୍କର ସବୁ ଗହଣା ବାହାର କରି ଏହି ଅଖା ଭିତରେ ପୁରାଇ ଦିଅ। ଦେଖୁ ଦେଖୁ ସବୁ ମହିଳା ସେମାନଙ୍କର ଦାମୀ ଗହଣା ଓ କିଛି ପରିମାଣର ଧନ ସେଇ ଅଖା ଭିତରେ ପକାଇଦେଲେ। ତାପରେ ସେଇ ବୃଦ୍ଧ ଶିବକୁ କହିଲେ, ତୁମେ ଏସବୁ ଧରି ଆଗେ ଆଗେ ଚାଲ। ଶିବ ବୃଦ୍ଧଙ୍କ କଥା ମାନି ଆଗେ ଆଗେ ଚାଲିଲା। ଦେଖୁ ଦେଖୁ ଘୋଡ଼ା ଉପରେ ବସି ଡାକୁମାନେ ଆସି ସେଠାରେ ପହଞ୍ଚିଗଲେ ଓ ସେମାନେ ମହିଳାଙ୍କ ଶରୀରରେ ଥିବା ଅଳ୍ପ କିଛି ଗହଣା ଆଉ ଟଙ୍କା ସବୁ ଲୁଟି ନେଲେ। ଡାକୁ ସର୍ଦ୍ଦାରର ନଜର ଶିବ ଉପରେ ପଡ଼ିଲା। ସେ ଗର୍ଜନ ଛାଡ଼ି ଶିବକୁ ପଚାରିଲା, ସେ ଅଖାରେ କ'ଣ ଧରିଛୁ? କ'ଣ ଜାଣିପାରୁନ? ଦାମୀ ଗହଣା ଭର୍ତ୍ତି ହୋଇଛି ଏଥିରେ, କ'ଣ ଲୁଟିକିରି ନେବ? ଶିବ ଏମିତି ବ୍ୟଙ୍ଗ କରି କହିଲା ଯେ ସର୍ଦ୍ଦାର ତାକୁ ଜଣେ ପାଗଳ ଭାବିଲା। ଡାକୁମାନେ ସେଠାରୁ ଚାଲିଗଲେ। ଡାକୁମାନେ ଚାଲିଗଲା ପରେ ବରଯାତ୍ରୀ ଦଳ ଶିବର ଅଖାରୁ ନିଜର ଗହଣା ସବୁ ବାହାର କରିଦେଲେ ଆଉ ଶିବକୁ ଧନ୍ୟବାଦ ଜଣାଇ କହିଲେ, ତମେ ବହୁତ ବଡ଼ ସାହସୀ, ଠିକ୍ ସମୟରେ ତମେ ଆମକୁ ସାହାଯ୍ୟ କଲ। ସେମାନେ ଶିବକୁ 10ଟି ସୁନା ମୁଦ୍ରା ପୁରସ୍କାର ଦେଲେ। ଶିବ ବହୁତ ଖୁସି ହୋଇ ଆଗକୁ ଚାଲିଲା। ଜଙ୍ଗଲ ଟପିଗଲା ପରେ ଗୋଟିଏ ଆମ୍ବ ବଗିଚା ପଡ଼ିଲା। ସେଠାରେ କେତେଜଣ ଲୋକ ଫୁସୁର ଫାସର ହେଉଥିଲେ। ଶିବ ସେମାନଙ୍କ ପାଖକୁ ଯାଇ ଘଟଣା କ'ଣ ଜାଣିବାକୁ ଚାହିଁଲା। ମହାରାଜାଙ୍କୁ ଭେଟି ଫେରିବା ପରେ ମଣିକଣ୍ଠପୁରର ଜମିଦାର ଏଠାରେ ଭୋଜନ କରିବାକୁ ଅଟକିଛନ୍ତି। ମାତ୍ର ଜୋତା ବାହାର କରି ପାଦ ଧୋଇଲା ବେଳକୁ ତାଙ୍କ ପାଦରେ ଗୋଟିଏ କଣ୍ଟା ଫୁଟିଗଲା। ସେଇ କଣ୍ଟାଟି ଏବେ କେମିତି ବାହାରିବ ତାକୁ ନେଇ ଆମେ ବଡ଼ ଚିନ୍ତାରେ ପଡ଼ିଛୁ। ଜଣେ ଲୋକ ବିବ୍ରତ ହୋଇ କହିଲା, ଏତେ ଛୋଟ କଥା ପାଇଁ ଏତେ ଚିନ୍ତା କାହିଁକି? ମୋ ଜେଜେମା ଅନେକ ଥର ମୋ ପାଦରେ ପଶିଥିବା କଣ୍ଟା ଏଇ ଛୁଞ୍ଚିରେ ବାହାର କରିଦେଇଛି। ଏହା କହି ଶିବ ନିଜ ପାଖରେ ଥିବା ଛୁଞ୍ଚି ବାହାର କଲା। ଜମିଦାରଙ୍କ ପାଦରୁ କଣ୍ଟା ଅକ୍ଳେଶରେ ବାହାର କରିଦେଲା।
जमीदार तार बहुत तारीफ कले। सेतिक बेले बरजात्री दल सेठारे पहुंची जाइथिले ओ सेमाने शिवर साहसिकता और साहाय्य संपर्क जमीदार को कहले। जमीदार खुशी होई तार परिचय मागिले। तापर कहले, तेबे तुमे आम मंगराजपुर गाँव लोक? आम जमीदारी रे से गाँ अच्छी, किंतु केते वर्ष हला सेठारु कर असुल करा जाए नाही। कर असुल करथुवा कर्मचारी को तुम परी साहसी लोकंकर साहाय्य दरकार। मु तुमको सेमानकर सहायक पदवी रे नियुक्ति करुछि। ए काम तुमे करिवो? शिव तुरंत सम्मति जणाइला। केते वर्ष परे से कर असुलकारी कर्मचारी भावे से गाँ को जेतेबेले गला, ग्रामवासी माने ताकू आदर कले। सम्मानर सहित बेकार शिव न कही शिव बाबू बोली संबोधन कले। श्रोता बंधु, गपटी आपण मानकु केमिति लागिला कमेंट करी निश्चित जणाइबे। चैनल रे नुआ होइतिले सब्सक्राइब करबा को भूलिबे नाही। रहिलु, नमस्कार।